କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି କି? ସେଟା ପୁଣି ବିନା ପିଆଜ ରସୁଣରେ। ସେଇ ରେସିପି ନେଇକି ମୁଁ ଆଜି ଆସିଛି। ସେଟା ହେଉଛି ଚଟପଟା ଗ୍ରୀନ୍ ମଟର। ଏଟା ଖାଇବାକୁ ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ଟିକେ ଖଟା ଖଟା ରାଗ ରାଗ ଲାଗିଥାଏ ଆଉ ଜଲ୍ଦି ମଧ୍ୟ ବନିଯାଇଥାଏ। ନମସ୍କାର, ମୁଁ ପଦ୍ମିନୀ। ଆପଣମାନଙ୍କୁ ପଦ୍ମିନୀ ଝଟପଟ ରୋଷେଇକୁ ବହୁତ ବହୁତ ସ୍ୱାଗତ କରୁଛି। ଆଜିକାର ରେସିପି ଯଦି ଆପଣମାନଙ୍କୁ ଭଲ ଲାଗିବ ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଯେଉଁମାନେ ଫେସବୁକ୍ ପେଜ୍ରୁ ଦେଖୁଛନ୍ତି ସେମାନେ ଭିଡ଼ିଓକୁ ଲାଇକ୍ କରିବା ସହିତ ପେଜ୍କୁ ଫଲୋ କରିଦେବେ। ତ ଚାଲନ୍ତୁ ଦେଖିନେବା ଆଜିର ରେସିପି। ତ ଚଟପଟା ଗ୍ରୀନ୍ ମଟର ପାଇଁ ମୁଁ ଏଇଠି କିଛି ଗ୍ରୀନ୍ ମଟର ନେଇଛି, ତାକୁ ଧୋଇକି ସଫା କରି ରଖିଦେଇଛି। ତ ଏବେ ଚାଲନ୍ତୁ ଗ୍ୟାସ୍ ଲଗେଇକି କଡ଼େଇ ବସାଇଦେବା। ଏଇଠି ପକାଇଦେବା ରିଫାଇନ୍ ତେଲ। ଏଇଠି ପକାଇଦେବା ଜିରା। ତ ଜିରା ଏଇଠି ଆମର ଭଲସେ ଫୁଟିଗଲାଣି। ଏଇଠି ରଖିଥିବା ଗ୍ରୀନ୍ ମଟରକୁ ପକାଇଦେବା। ଏଇଠି ପକାଇଦେବା ହଳଦୀ ଗୁଣ୍ଡ, ରାଗ ଲଙ୍କା ଗୁଣ୍ଡ। ଏଇଠି ଚାହିଁଲେ ଆପଣ କଞ୍ଚା ଲଙ୍କା ବି କାଟିକି ପକାଇ ପାରିବେ। ତ ଏଇଠି ପକାଇଦେବା ଜିରା ଗୁଣ୍ଡ। ଏଇଠି ପକାଇଦେବା ଧନିଆ ପାଉଡ଼ର। ଏଇଠି ପକାଇଦେବା ବିନା ପିଆଜ ରସୁଣର ମସଲା ଗୁଣ୍ଡ। ଏଇଠି କିଛି ଲୁଣ ପକାଇଦେବା। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେବା ଆଉ ସବୁତକ ଟିକେ ଭଲସେ ଗୋଳେଇଦେବା, ଯେମିତି ମସଲାରେ ଗ୍ରୀନ୍ ମଟର ଭଲସେ ଗୋଳେଇ ହେଇଯିବ। ତ ଏଇଠି ଆମେ ଭଲସେ ଗୋଳେଇ ଦେଲେଣି। ଏବେ 1ରୁ 2 ମିନିଟ୍ କଭର୍ କରିଦେବା। ତ ଏବେ 1-2 ମିନିଟ୍ ହେଇଗଲାଣି। ଏବେ ଆଉ ଥରେ ଟିକେ ଘାଣ୍ଟି ଦେବା। ତ ଦେଖନ୍ତୁ ଏଇଠି ଗ୍ରୀନ୍ ମଟର ବଢ଼ିଆସେ ଆମର ସିଝି ଯାଇଛି। ତ ଏବେ କ'ଣ କରିବା ନା, ଏଇଠି ଟିକେ ବିଟ ଲୁଣ ପକାଇଦେବା। ଏଇଠି ପକାଇଦେବା ଚାଟ୍ ମସଲା। ଏଇଠି ଟିକେ ଲେମ୍ବୁ ଚିପୁଡ଼ି ଦେବା। ଲେମ୍ବୁ ପକାଇଲେ ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ ଗ୍ରୀନ୍ ମଟରର। ତ ସବୁତକ ଟିକେ ଭଲସେ ଗୋଳେଇ ଦେବା। ତ ଏଇଠି ତ ଆମେ ଗ୍ରୀନ୍ ମଟରକୁ ଭଲସେ ଗୋଳେଇ ଦେଲେଣି। ଏବେ ଆମର ଚଟପଟା ଗ୍ରୀନ୍ ମଟର ହେଇଗଲାଣି। ଏଇଠି ରଖିଥିବା କଟା ଧନିଆ ପତ୍ର ପକାଇଦେବା। ଆଉ ଥରେ ଟିକେ ଗୋଳେଇ ଦେବା। এই ରେସିପିଟି ଘରେ ନିଶ୍ଚିତ ବନାନ୍ତୁ, ଘରେ ବନେଇକି ଖାଆନ୍ତୁ। କେମିତି କ'ଣ ଲାଗିଲା ମୋତେ କମେଣ୍ଟ କରି ଜଣାନ୍ତୁ। ଆଜିକାର ରେସିପି ଯଦି ଆପଣମାନଙ୍କୁ ଭଲ ଲାଗିବ ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହେଲେ ଆଜି ପାଇଁ ରହୁଛି, ପୁଣି ଆସିବେ ଏକ ନୂଆ ରେସିପି ନେଇ। ସେଥିରେ ମଧ୍ୟ ରହିଲି। ନମସ୍କାର।